ମୋହନ ବାବୁ ଆସିବାର 6 ମାସ ହେଇଗଲାଣି, ଲାଗୁଛି ପ୍ରଭାବ ରହିବ ଓଡିଶାରେ ନବୀନ ବାବୁ? ପରେ ଜଣା ପଡିବ ଭଲ କି ମନ୍ଦ ନା ଏତେ ଜଲ୍ଦି କଲେ କଣ ହବ? 6 ମାସରେ ଜଣା ପଡୁନି। 6 ମାସରେ କେମିତି ଆସିଲା ଜଣେ ମନ୍ତ୍ରୀ 25 ବର୍ଷ ପରେ ତାକୁ ବର୍ଷେ ଗୋଟେ ଟାଇମ ଦେବାକୁ ପଡିବ କି ନାହିଁ? ଡାଇରେକ୍ଟ ଯଦି କହିବା 6 ମାସ ଭିତରେ ଏସବୁ ହବ କେମିତି ହବ? ସବୁ ନୁହଁ, ଲାଗୁଛି ମୋହନ ବାବୁ ଯାହା କରୁଛନ୍ତି ଠିକ ଠାକ କରୁଛନ୍ତି। ଠିକ ଠାକ ଯେମିତି ଚାଲିଛି ସେମିତି ମୁଁ ଏ ବିଷୟରେ ଏତେ କିଛି ଜାଣିନି, କାହିଁକିନା ମୁଁ ବାହାର ଥିଲି ଏବେ ଆସିଛି। ମୁଁ ଏ ବିଷୟରେ କିଛି ଏତେ ଭୋଟ ଦବାକୁ ଆସିନଥିଲ? ନା ତମେ ଭୋଟ ଦେଇନ? ତାହେଲେ କାହାକୁ ପସନ୍ଦ କର? ମାନେ ଏବେ ମତ ନବୀନ ସରକାର ଆଗରୁ ଥିଲେ ମୋର ସେଇ ରହିଥାନ୍ତେ। ତାମାନେ ତମେ ଥିଲେ ଯଦି ଓଡିଶାକୁ ଆସିଥାନ୍ତ ବିଜେଡି ଭୋଟ ଦେଇଥାନ୍ତ? ବିଜେଡି କୁ ଭୋଟ ଦେଇଥାନ୍ତେ। ତମେ ତାହେଲେ ଭୋଟ ଦେଇନାହାନ୍ତି? ନା ଭାଇ ଭୋଟ ଦେଇନାହାନ୍ତି। ଆଉ ହଉ ଛାଡ, ତେବେ ନବୀନ ବାବୁଙ୍କର ସୁରକ୍ଷା କର୍ମୀ କିଛି ମାତ୍ରାରେ ହଟେଇ ଦିଆଯାଇଛି। ମୁଁ ଜାଣିନି ସେ ଜିନିଷ। ଆଚ୍ଛା ହଉ, ତ ଭାଇ କଣ କହିବେ ନବୀନ ବାବୁ ଆଉ ମୋହନ ବାବୁଙ୍କ ଯୋଉ କାର୍ଯ୍ୟକଳାପକୁ ନେଇ? ମୋହନ ବାବୁଙ୍କର ଠିକ ଠାକ ଲାଗେ? ମୋହନ ବାବୁ ତ ଏବେ ନୂଆ ଆସିଛନ୍ତି, କିଛି ତ କାର୍ଯ୍ୟକ୍ରମ ହେଇନି, ଦେଖାଯାଉ ଆଗକୁ କଣ ହବ। ବର୍ତ୍ତମାନ କଣ ଲାଗୁଛି? ଠିକ ଠାକ ଅଛି? ଠିକ ଠାକ ବର୍ତ୍ତମାନ ଲାଗୁଛି, କିନ୍ତୁ ଆଗକୁ କଣ ହବ କେହି ଜାଣିନାହାନ୍ତି। ତାହେଲେ ନବୀନ ବାବୁଙ୍କର କିଛି ସୁରକ୍ଷା କର୍ମୀ ଟିକେ କମ କରିଦିଆଯାଇଛି, ତାକୁ ନେଇ କଣ କହିବେ? ସୁରକ୍ଷା କର୍ମୀ କି ତାଙ୍କ ପଦ ପଳେଇଲା ବୋଲି ସେ ବୋଧେ କଣ ହେଇଛି ବୋଧେ ସେଇଟା ଆଉ। କିନ୍ତୁ ଆପଣଙ୍କୁ ଠିକ ଲାଗୁଛି? ଠିକ ତ ଲାଗୁନି, କିନ୍ତୁ କଣ କରିବେ, କରାଯିବ, ଯାହା ତ ହବାର ଥିବ ସେଇଟା ହବ, ଭଗବାନଙ୍କ ଇଚ୍ଛା ଆଉ। ତେବେ ଓଡିଶାରେ କଂଗ୍ରେସର ସ୍ଥିତି କଣ ଆପଣଙ୍କୁ? କଂଗ୍ରେସ କାହିଁ ଓଡିଶାରେ ଆସୁନି କାହିଁକି, କେହି ତ ଆସୁନାହାନ୍ତି। ଆପଣ ଭୋଟ ଦଉଛନ୍ତି? ମୁଁ ଭୋଟ ଦେଇଛି ଆପଣ କାହାକୁ ଭୋଟ ଦିଅନ୍ତି? ମୁଁ ବିଜେଡି କି ଦିଏ। ଆଉ କାହାକୁ? କଂଗ୍ରେସକୁ ଦେଇନି କେବେ। ଦେଇନ? ଆଉ ତମେ ଯେତେବେଳେ ଦେଇନ ଆଉ କଂଗ୍ରେସ ଆସିବ କେମିତି? ତମେ ସିନା ଦବା କଥା କଂଗ୍ରେସକୁ, କାହିଁକି ନା ଆପଣ କହୁଛନ୍ତି କଂଗ୍ରେସ ଆସୁନି କାହିଁକି ମୁଁ ଜାଣିପାରୁନି। ତେବେ ରାହୁଲ ଗାନ୍ଧୀ ଭଲ ଲାଗନ୍ତି? ହଁ, ରାହୁଲ ଗାନ୍ଧୀ ଭଲ ଲାଗେ। ତେବେ ମୋଦି ବାବୁ ଆଉ ରାହୁଲ ବାବୁ ଭିତରେ କିଏ ଆପଣଙ୍କୁ ଭଲ ଲାଗେ? ମତେ ତ ଭଲ, ଦି ଜଣ ଭଲ ଲାଗନ୍ତି, ଖରାପ ନା। ତେବେ ଲାଗୁଛି ମୋଦି ବାବୁଙ୍କ ବଦଳରେ ରାହୁଲ ଗାନ୍ଧୀ ଯଦି ପ୍ରଧାନମନ୍ତ୍ରୀ ହେବେ ଦେଶକୁ ବଢିଆ ଭାବରେ ଚଲେଇବେ? ଚାଲିବ ଠିକ ଚାଲିବ, କିଛି ଅସୁବିଧା ନାହିଁ। କଂଗ୍ରେସ ତ ସେଣ୍ଟର ନା। ତେବେ କଣ ଲାଗୁଛି ରାହୁଲ ଗାନ୍ଧୀର କଣ ଭଲ ଗୁଣ ଗୁଡା ସବୁ ଆପଣଙ୍କୁ ପ୍ରଭାବିତ କରିଛି? ରାହୁଲ ଗାନ୍ଧୀଙ୍କ ଏ ତ ସମସ୍ତଙ୍କୁ ଭଲ ପାଆନ୍ତି, ଛୋଟଠୁ ବଡ ଯାଇ ସମସ୍ତଙ୍କୁ ଭଲ ପାଆନ୍ତି। ସବୁ ନେତା ମାନେ ଭଲ ପାଆନ୍ତି ସମସ୍ତଙ୍କୁ, କିନ୍ତୁ ତାଙ୍କର ନେଚର ଟା ଟିକେ ଭଲ ଜାଣିଛି ରାହୁଲ ଗାନ୍ଧୀ। ରାହୁଲ ବାବା ବ୍ୟସ୍ତ ହୁଅନି, ତମ ପାଇଁ କି ଭବିଷ୍ୟତରେ ଏଇ ଭାଇ ଭୋଟ ଦେବେ, କଂଗ୍ରେସ ଆସିବ। ତେବେ ଓଡିଶା କଂଗ୍ରେସ ଦୁର୍ବଳ କାହିଁକି? ଦୁର୍ବଳ ଏଇ ଲୋକମାନେ କରିଛନ୍ତି, ଆଉ କିଏ କରିବ? ଏଇ ଲୋକମାନେ ହଁ, ସେଇ ଗୋଡ ଟଣାଟଣି ନୀତି ସମସ୍ତଙ୍କର ଅଛି ଆଉ, ଟାଣିବେ ଆଉ।